ନମସ୍କାର। ଜନସଭା ତ୍ରିଭୁଜର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆପଣଙ୍କୁ ପରିଚୟ ଦିଅନ୍ତୁ। ମୁଁ ସରୋଜ ସାହୁ, ସନ୍ତ୍ରୀ, ଅନୁଗୁଳ ଜିଲ୍ଲା। ଆପଣ ଯେଉଁ ଅଞ୍ଚଳରେ ରହୁଛନ୍ତି ସେ ଅଞ୍ଚଳରେ ହାତୀ ଉପଦ୍ରବ ବହୁତ ବଢ଼ି ଚାଲିଛି, ସେ ବିଷୟରେ ଆପଣ କହିବେ। ହାତୀ ଉପଦ୍ରବ ବହୁତ ଦିନ ହେଲା ବଢ଼ି ଚାଲିଛି। ହାତୀ ଉପଦ୍ରବ ବଢ଼ିବାରୁ ସରକାର ତରଫରୁ ଏ ପାଖରେ ମଧ୍ୟ ତାକୁ ନିରାକରଣ କରିବା ପାଇଁ ଅଫିସ୍ ତିଆରି କରାହେଇଛି। ଆଉ ଏଥିରେ ଲୋକାଲ କାର୍ଯ୍ୟକର୍ତ୍ତା କିଛି ଯୁବକ ମାନେ ସଂଶ୍ଳିଷ୍ଟ ଅଛନ୍ତି, ତାଙ୍କୁ ଟେମ୍ପୋରାରୀ ଭାବରେ ଦାୟିତ୍ୱ ଦିଆହେଇଛି। ତା ସତ୍ତ୍ୱେ ବି ହାତୀ ଉପଦ୍ରବ କମୁନାହିଁ। ହାତୀ ଉପଦ୍ରବକୁ କେମିତି ମୁକାବିଲା କରିବେ, ତା ପାଇଁ ଏ ଅଫିସରେ ସମୟକ୍ରମେ ବହୁତ ଥର ମିଟିଂ ହେଇଛି, ଜନସାଧାରଣଙ୍କୁ ଡାକିକି ମିଟିଂ ହେଇଛି। ସେଥିରେ ସେମାନେ ବୁଝାନ୍ତି ଯେ ହାତୀର କ୍ୟାରେକ୍ଟର କେମିତି, ହାତୀ କ'ଣ କରେ, କେମିତି ଯାଏ, ତାର ସ୍ୱଭାବ କ'ଣ, ୟା ଉପରେ କିଛିଟା ସମ୍ୟକ ଧାରଣା ଆମ ମନରେ ସୃଷ୍ଟି କରନ୍ତି ଏବଂ ସେହି ଅନୁଯାଇକରି ଆପଣ ହାତୀଙ୍କ ସହିତ ଏମିତି ଭାବରେ ଚଳିବେ ଯୋଉଟା କି ଆପଣ ହାତୀ ଉପଦ୍ରବ ଆପଣଙ୍କର ରୁ ମୁକୁଳି ଯାଇପାରିବେ। ତ ମୁଁ ଦେଖିଲି 2-3 ଥର ସେମାନେ ଡାକିଲେଣି, ମୁଁ ଯାଇଥିଲି। ବହୁତ କିଛି ପ୍ରୋଗ୍ରାମ କଲେ ବି ସେମାନେ ଡାକନ୍ତି, ବିଭିନ୍ନ ବିଷୟରେ ଆଲୋଚନା କରିବା ପାଇଁ ଡାକନ୍ତି। ତ ମୁଁ ଜାଣିବା ପାଇଲି ଯେ ହାତୀ ମାନଙ୍କୁ ଯୋଉ ପ୍ରକାରର ମାନେ ଅଫିସିଆଲି ବା ଜନସାଧାରଣ ଡିଲ୍ କରୁଛନ୍ତି, ସେଗୁଡାକ ଭିତରେ ହାତୀ ଉପଦ୍ରବ କମୁନାହିଁ, ଆଉ କମିବ ବି ନାହିଁ। ତେଣୁ ତା ପାଇଁ ଠିକ୍ ଭାବରେ ଗଭୀର ଚିନ୍ତନ କରାହେଇନି, ଗଭୀର ପଦକ୍ଷେପ କରାହେଇନି। ମୁଁ ଦେଖୁଛି ହାତୀ ଯେତେବେଳେ ଆସୁଛି, ହାତୀକୁ ଦେଖିଲା ମାତ୍ରକେ ଲୋକମାନଙ୍କ ଭିତରେ ପ୍ରତିକ୍ରିୟା ସୃଷ୍ଟି ହଉଛି। ତାକୁ ହୋ ହାଲ୍ଲା କରିକିରି ହାତୀକୁ ତଡିବା ପାଇଁ ଚେଷ୍ଟା କରୁଛନ୍ତି, ଯାହାଫଳରେ ହାତୀ ରୁଷ୍ଟ ହେଇକରି ରାଗି ଯାଇକରି କିଛି ଉପଦ୍ରବ କରୁଛି, ଲୋକ ମାରି ଦଉଛି ବା ଫସଲ ନଷ୍ଟ କରିଦଉଛି, ବା ଏମିତି ବିଭିନ୍ନ ବା ଘର ଭାଙ୍ଗି ଦଉଛି। ଏଗୁଡାକ ସବୁ ଉପଦ୍ରବ ଚାଲୁଛି। ତ ସରକାରଙ୍କ ତରଫରୁ ଯୋଉ ପଦକ୍ଷେପ ନିଆଯାଉଛି, ଜନସାଧାରଣ ସେଥିରେ ସନ୍ତୁଷ୍ଟ ନୁହନ୍ତି। ସେମାନେ କହନ୍ତି ହାତୀ କାହିଁକି ରହିବ, ଇଏ ରହିବ, ଏମିତି ଆମ ଏରିଆରେ କାହିଁ ହାତୀ ରହୁଛନ୍ତି, ସେମାନେ କାହିଁକି ଜଙ୍ଗଲକୁ ଛାଡି ଦଉନାହାନ୍ତି, ଏ ଏରିଆ କାହିଁକି ହାତୀ ବୁଲିବେ, ଏମାନେ ଅପାରଗ, ଏମାନଙ୍କ ଦ୍ଵାରା କିଛି ହଉନାହିଁ, କିଛି କାର୍ଯ୍ୟକ୍ରମ କରିପାରୁନାହାନ୍ତି। ତ ଜଣାଯାଉଛି ହାତୀ କାହିଁକି ଆମ ଏରିଆକୁ ଆସୁଛି, ମୂଳ କାରଣ ଏଠି ରହୁଛି। ହାତୀ ଏଠିକି ଆସୁଛି ତା ଖୁସିରେ ଆସୁନାହିଁ। ହାତୀ ଯେତେବେଳେ ତା ନିଜ ଜାଗାରେ ଖାଦ୍ୟ ପାଉନାହିଁ, ସେ ଏଠିକି ଆସୁଛନ୍ତି। ଏଠି କ'ଣ ଖାଉଛନ୍ତି? ଧାନ ଫସଲ ସମୟରେ ଧାନ ଖାଉଛନ୍ତି, ବିଭିନ୍ନ କଦଳୀ ହେଲା କି ବିଭିନ୍ନ ପ୍ରକାରର ଫଳ ଜିନିଷ ଉପରେ ସେ ତାର ନଜର ରହୁଛି। ସେଟା ନଷ୍ଟ କରୁଛନ୍ତି, ଖାଉଛନ୍ତି, ଖାଦ୍ୟ ପାଇଁ ଆସୁଛନ୍ତି। ବେସିକାଲି ସେମାନେ ଖାଦ୍ୟ ପାଇଁ ଆସୁଛନ୍ତି। ତ ଏଇ ବିଷୟରେ ଗଭୀର ଭାବେ ଚିନ୍ତନ କରାହଉନି ଯେ ତାଙ୍କ ଜାଗାରେ ଯଦି ଖାଦ୍ୟ ପାଇଁ ପର୍ଯ୍ୟାପ୍ତ ଭଣ୍ଡାର ରୁହନ୍ତା, ତାହେଲେ ହାତୀ ଇଆଡକୁ ମନେ କରନ୍ତାନି। ପାଣି ବି ରୁହନ୍ତା ସଫିସିଏଣ୍ଟ, ଇଏ ବି ରୁହନ୍ତା, ଫଳ କଦଳୀ, ଆମ ଏଠି କଦଳୀ ଲଗଉଛୁ, କାହିଁ ଜଙ୍ଗଲରୁ ବି କଦଳୀ ଲଗାଯାଉ, ତା ପାଇଁ ପାଣି ଦେବାର ବ୍ୟବସ୍ଥା କରାଯାଉ, ବା ଯୋଉ ଫଳକୁ ଖାଉଛି ହାତୀ ସେଇ ଫଳ ଗୁଡାକ ସେଠି ଲଗାଯାଉ। ଯା ଫଳରେ ହାତୀ ଆଉ ଇଏ ଅଞ୍ଚଳକୁ ଆସିବନି, ଲୋକାରଣ୍ୟକୁ ଆସିବନି। ଆଉ ବେସିକାଲି ଆମେ ଦେଖୁଛି ଆମ ଏରିଆଟା ବହୁତ ପଡିଆ ଥିଲା, ଜଙ୍ଗଲ ବୋଲି କିଛି ନଥିଲା।
ଗୋଟେ ଗଛ ବି ନଥିଲା, ଲୋକେ କାଠ ପାଇବା ପାଇଁ ଭାରି ହଇରାଣ ପାଆନ୍ତି। ଆଜିକାଲି ଚାରିଆଡେ ଜଙ୍ଗଲ, ଏତେ ଜଙ୍ଗଲ ଭର୍ତ୍ତି ହେଇଗଲାଣି, ଆଉ ଚାଷ ତ କମ ହଉଛି ତା ତୁଳନାରେ। ଜାଗା ବାଡି ଯାହା ସବୁ ଅଛି, ଘର ଗଛ ଗଛ ଜଙ୍ଗଲ ହିଁ ଜଙ୍ଗଲ। ହାତୀ ଜାଣିପାରୁନି କୋଉଟା ଜଙ୍ଗଲ ଆଉ କୋଉଟା ମାନେ ଲୋକ ବସତି, ଜନବସତି, ସେ ଜାଣି ପାରୁନାହାନ୍ତି। ସେ ଆସି ଯାଉଛନ୍ତି, ଯାଉ ଯାଉ ଯୋଉ ଜାଗା ଗଲା। ସେମାନେ ନିଜର ଇଏଟା ବାସସ୍ଥାନ କୋଉଟା ଆଉ କୋଉଟା ଲୋକମାନଙ୍କର ବାସସ୍ଥାନ, ଏଥିରେ କିଛି ଭିନ୍ନତା ସେ ଜାଣିପାରୁନାହାନ୍ତି। ଆଉ ତାପରେ ଯଦି ବି ହାତୀ ଏପଟେ ଆସିଲେ, ହାତୀ ମାନଙ୍କୁ ଘଉଡିବା ନାଁରେ ବାଣ ଫୁଟେଇବା ଆଉ ଅନ୍ୟାନ୍ୟ ଚିତ୍କାର କରିବା, କୋଳାହଳ କରିବା, ଏଟା ହାତୀ ପସନ୍ଦ କରୁନାହିଁ। ଯାହାଫଳରେ ହାତୀ ର କ୍ରୋଧ ହଉଛି ଏବଂ ନାନାଦି ଅନିଷ୍ଟ କରୁଛନ୍ତି। ମୋ ମତରେ ହାତୀକୁ ଏତେ ଜୋର ଜବରଦସ୍ତ କରି ବାଣ ଫୁଟେଇକରି ଘୋଡେଇବା ଆଦୌ ଉଚିତ ନୁହଁ। ଲୋକଙ୍କୁ ସଚେତନ କରିବା କଥା ଯେ ହାତୀ ଆସୁଛନ୍ତି, ଆପଣ ମାନେ ନିଜ ଖାଲି ଜ୍ଞାନ ରହୁଛି ହାତୀ ଏଇ ଦିଗରେ ଅଛି, ହାତୀ ଏଇଠି ଅଛି। ହାତୀ କାହାରି କିଛି ନଷ୍ଟ କରିବା ପାଇଁ ଚାହେଁନି, ହଁ ଖାଇବା ପାଇଁ ଚାହେଁ। ମୁଁ ଯୋଉଟା ଆଗରୁ କହିଲି କି ଖାଇବା ପାଇଁ ତାର ବ୍ୟବସ୍ଥା କରାଯାଉ, ଜଙ୍ଗଲରେ ବ୍ୟବସ୍ଥା କରାଯାଉ। ତେଣୁକରି ତାହା ନକରି ହାତୀ ମାନଙ୍କୁ ଏମାନେ ଭିନ୍ନ ଦିଗରେ ପରିଚାଳନା କରୁଛନ୍ତି। କେବଳ କଣ ହାତୀ, ହାତୀ କଣ ଉପଦ୍ରବ କେବଳ କରୁଛନ୍ତି, ମାଙ୍କଡ ହଉଛନ୍ତି। ଏଠି ଜଙ୍ଗଲ ସୃଷ୍ଟି ହେଇଗଲା ପରେ ବାରହା ଆସୁଛନ୍ତି, ହରିଣ ଆସିବାର ମୁଁ ଦେଖିଛି, କୁଟୁରା ଆସିବାର ବି ଦେଖିଛି। ତେଣୁ ଜଙ୍ଗଲ ପ୍ରାଣୀ ମାନେ ସମାଜ ଭିତରକୁ, ଜନ ସମାଜ ଭିତରକୁ ଆସିବାର ଲାଗିଲାଣି। ମାଙ୍କଡ ଏତେ ସଂଖ୍ୟାରେ ଯେ ହାତୀ ଅପେକ୍ଷା ମାଙ୍କଡ ବେଶୀ ଫସଲ ନଷ୍ଟ କରୁଛି। ତାକୁ କଣ କରାଯିବ, ତା ପାଇଁ ପୁଣି ଉପାୟ କଣ? କଣ ମାନେ ହାତୀ ସଂଖ୍ୟା, ଆଉ ଗୋଟେ କଥା ବି ତାହେଲେ ହାତୀ ଉପଦ୍ରବରୁ ରୋକିବା ପାଇଁ କଣ ସବୁ ଉପାୟ? ହଁ, ହାତୀ ଉପଦ୍ରବ ତ ଆପଣ ଜାଣିଲେ ଆମ ଏରିଆରେ କିଭଳିଆ ହାତୀ ଉପଦ୍ରବ ହଉଛି, ୟା ପାଇଁ ଗୋଟେ ପଦକ୍ଷେପ ଉଭୟ ସରକାର ଏବଂ ଜନସାଧାରଣ ମିଳିତ ଭାବରେ ପ୍ରଚେଷ୍ଟା କଲେ ହାତୀ ପାଇଁ କିଛି ହାତୀର ସୁରକ୍ଷା ଏବଂ ହାତୀର ଜନ ସମାଜକୁ ଯୋଉ ନଷ୍ଟ କରୁଛନ୍ତି, ଜନ ସମାଜର ସୁରକ୍ଷା, ଧନ ଜୀବନର ସୁରକ୍ଷା ଇତ୍ୟାଦି ହେଇପାରିବ କେବଳ ସଚେତନତା ଯଥେଷ୍ଟ ନୁହଁ, ତା ପାଇଁ ପଦକ୍ଷେପ ନିଆହବାକୁ ପଡିବ। ଯେମିତି କିି ଜଙ୍ଗଲ ଜାତୀୟ ଖାଦ୍ୟ ପାଇଁ, ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ହେବା ପାଇଁ ତାର ବ୍ୟବସ୍ଥା କରିବା କଥା। ଏବଂ ଆମ ଅଞ୍ଚଳରେ ବିଶେଷ କରି ଜନସାଧାରଣ ସଚେତନ ହେବା କଥା ଯେ ହାତୀ ଯେମିତି ଆସିଲା ମାତ୍ରକେ କୋଳାହଳ ପୂର୍ଣ୍ଣ ବାତାବରଣ ନ କରି ଶାନ୍ତ ବାତାବରଣ ରୁହନ୍ତୁ। ହାତୀ କାହାରି ନଷ୍ଟ କରିବ ନାହିଁ, କେବେ ନଷ୍ଟ କରେନି। ହଁ, ଯାହା କିଛି କ୍ଷୟକ୍ଷତି ହବ ସରକାର ତ ଦେବା ପାଇଁ ଭରଣ ପୋଷଣ କରୁଛନ୍ତି, ମାନେ ତା କ୍ଷତିପୂରଣ କରୁଛନ୍ତି। ତେଣୁ ସେଥିପାଇଁ ଚିନ୍ତା କରିବା ଉଚିତ ନୁହଁ। ତେଣୁ ମୁଁ ଭାବୁଛି ଏହା କଲେ କିଛିଟା ବାତାବରଣ ବଦଳିବ।